वेलकम बैक टू विद्याभारती स्टडी चैनल पिला माने आज गोटे सुंदर वीडियो आपण मानक पई बनै पिला माने समस्त देखिबो मो चैनल को सब्सक्राइब करिया पई मो अति अनुरोध करी कहूची पिला माने काहे सब्सक्राइब करूना। आज ए वीडियो आरंभ करू करू आपण माने समस्त सब्सक्राइब करंतु। बंधुगण आज आमे हिटलरंकर प्रेमिका इभा ब्राउन को संबंध रे आलोचना करिबा। एहा केते दूर मोटिवेशनल बा किसी शिक्षणीयता एतर अछि कि आपण जदि अनुभव करिवे कमेंट सेक्शन रे जणाइबे मते। आरंभ करूछि। बंधुरे संध्या घोटिया से धीरे धीरे विदेशी बणिक बोईत मेलिछि मो मनर नदी तीरे तासुना तरी भासी जाऊ मो जीवन जलधिनी रे। कुआरी जीवनर मादकता कुआरी जीवनर स्वप्निल परिवेश रे प्रवेश करू करू कुआरीटीए युवतीटीए निजर नारीत्व को निजर सर्वस्व को से साइति रखे एक स्वप्निल भावेश मध्यरे निजर मन लाखी पुरुष को सबू पुरुष को देवाई। बंधुगण एमती एक नारी नारी नारीर संज्ञा कौन कहतु। बंधुगण नारीर संज्ञा कौन। मो भली एक मूर्ख मु तो कवि नुहे साहित्यिक नुहे तथापि चेष्टा करुछि नारीर संज्ञा कहवाई बा नारीर संज्ञा स्वरूप को आंकिवाई मु समर्थ नुहे तथापि एतिक कहबी नारी होछि ईश्वर सृष्टिर एक अनवद्य संभार जे विश्वासघातिनी हेबार नजीर बा उदाहरण इतिहास रे बहुत कम अछि। पुरुष प्रत्येक क्षेत्र रे इतिहास रे अनेक पृष्ठ रे आपण मान देखिए पुरुष होता है विश्वासघातक। पैसा लोभरे हो टंका लोभरे हो बा जे कोनोसी लोभरे पड़ी से बशवर्ती होई से कहा विश्वासघातकता करें किंतु नारी नुहे नारी सेमिति नुहे। यही भली एक मोहनीय इतिहास नारी जगतर एक अनवद्य संभार महिषी महिला संबंध में आज आलोचना करी। यह एक गप भली आपको लगे गल्प आकार में मुझे आपण मान आगे परिवेषण करी। ठीक अच्छे शुणु समस्ते। पाषाणता बर्बरता निष्ठुरता पैशाचिक प्रवृत्तिर पाषाण हृदयर एडल्फ हिटलर आधुनिक पृथ्वीर इतिहास रे एक नारक्य कांड घटाई एही नर्कगामी पुरुषों को समस्ते घृणा करती। किंतु बंधुगण भावंतु देखी ये पाषाण हृदयर व्यक्तित्व एपरी एक महिला निकट में निजकू साथी रूपे निजर साथी रूपे ताकू आवरी नहीं से भली एक महिषी महिला तांकरी विषय कहूँ ना होछि इभा ब्राउन इभा ब्राउन इभा ब्राउन इभा ब्राउन फेब्रुआरी 6 1912 मसीह जर्मानीर म्यूनिक सहर जन्मग्रहण करथिले। एही इभा ब्राउनकर व्यक्तित्व एमिति कौन थिला। एही महिषी महिला शाश्वत प्रेमर अधिकारिणी एही
ନାରୀଙ୍କ ନିକଟରେ କ'ଣ ଥିଲା ଯେତେବେଳେ ସେ ଯୁବତୀ ଥିଲେ ମାତ୍ର 16 ବର୍ଷର ଯୁବତୀ କୁଆରୀ ଯୁବତୀ ସେହି ସମୟରେ ହିଟଲରଙ୍କର ସଂସ୍ପର୍ଶରେ ଆସନ୍ତି। ଇଭା ବ୍ରାଉନ୍ ଥିଲେ ଜଣେ ଫଟୋଗ୍ରାଫର ଥିଲେ, ପ୍ରକୃତିର ଉପାସିକା ଥିଲେ। ସେ ନୈସର୍ଗିକ ପ୍ରକୃତିକୁ ସେ ମନଭରି ଭଲ ପାଉଥିଲେ ଏବଂ ତାକୁ ନିଜର କାନଭାସରେ ରୂପ ଦେଉଥିଲେ। ବୁଲି ବୁଲି ବିଭିନ୍ନ ନୈସର୍ଗିକ ପ୍ରକୃତିକୁ ସେ ଫଟୋ ମାଧ୍ୟମରେ ଲୋକମାନଙ୍କ ଆଗରେ ପରିବେଷଣ କରୁଥିଲେ। ଦିନେ ତାଙ୍କର ମାଲିକ ଯିଏ ଡିରେକ୍ଟର ଥିଲେ ଫଟୋଗ୍ରାଫିର, ସେ ଡିରେକ୍ଟରଙ୍କ ସହ ସେ ଯାଇଛନ୍ତି ଏଡଲ୍ଫ ହିଟଲରଙ୍କର ଗୋଟିଏ ଫଟୋ ଉତ୍ତୋଳନ କରିବା ପାଇଁ ଯାଇଛନ୍ତି। ଆଉ ସେହି ଅବସରରେ ହିଁ ମ୍ୟୁନିକ୍ ଠାରେ ଏଡଲ୍ଫ ହିଟଲରଙ୍କ ତାଙ୍କର ପ୍ରଥମ ଦେଖା ହେଇଛି। ସେତେବେଳକୁ ଏଡଲ୍ଫ ହିଟଲରଙ୍କର କୌଣସି ପ୍ରତିଭା ସେମିତି ବିକଶିତ ହୋଇନଥିଲା। ଭାବନ୍ତୁ, ଏହା ହେଉଛି 1929 ମସିହାର କଥା। ଏଇ ଯେଉଁ 1929 ମସିହାରୁ ହିଟଲରଙ୍କର ଶେଷ ଅନ୍ତିମ ପର୍ଯ୍ୟାୟ 1945 ମସିହା ଅପ୍ରିଲ 30 ତାରିଖ, 16 ବର୍ଷର ବ୍ୟବଧାନ। ଏହି 16 ବର୍ଷର ବ୍ୟବଧାନ ମଧ୍ୟରେ ହିଟଲର ପ୍ରତ୍ୟେକ ମୁହୂର୍ତ୍ତରେ, ଯାହାକୁ ଆମେ ପାଷାଣ ହୃଦୟ ପୈଶାଚିକତାର ବ୍ୟକ୍ତିତ୍ୱ ବୋଲି କହୁଛେ, ସେହି ପୈଶାଚିକ ବ୍ୟକ୍ତିତ୍ୱର ଅଧିକାରୀ, ମଣିଷ ମାଂସ ଖାଉଥିବା ଏମିତି ଜଣେ ଲୋକ, ପୈଶାଚିକ ପ୍ରବୃତ୍ତିର ପିଶାଚ ହିଟଲର କିନ୍ତୁ ପ୍ରତି ମୁହୂର୍ତ୍ତରେ ଖୋଜୁଥିଲେ ଇଭା ବ୍ରାଉନ୍ଙ୍କୁ। ଯୁଦ୍ଧ ଯେତେବେଳେ ଆରମ୍ଭ ହେଲା 1939 ମସିହା ସେପ୍ଟେମ୍ବର ଶେଷ ଏବଂ ଅକ୍ଟୋବର ପ୍ରଥମରେ ଯେତେବେଳେ ଆରମ୍ଭ କଲେ ହିଟଲର ପୋଲାଣ୍ଡ ଆକ୍ରମଣ କରି, ଯୁଦ୍ଧ ଆରମ୍ଭ ହେବା ମାତ୍ରେ ଇଭା ବ୍ରାଉନ୍ ଯଦି ତାଙ୍କର ରେସିଡେନ୍ସରୁ ଯଦି ସାମାନ୍ୟ କେଉଁଆଡ଼େ ଯାଉଥିଲେ, ପଛରେ ତ ଅନେକ ଅଙ୍ଗରକ୍ଷୀ ଥିଲେ, ତଥାପି ସେ ବାରମ୍ବାର ଫୋନ୍ କରି ବୁଝୁଥିଲେ ସେମାନେ କେଉଁଠି ଅଛନ୍ତି, ଅଙ୍ଗରକ୍ଷୀମାନେ ତାଙ୍କର ଦାୟିତ୍ୱ ନେଉଛନ୍ତି କି ନାହିଁ। ଏଥିରୁ ସ୍ପଷ୍ଟ ଅନୁମାନ କରିହୁଏ ଯେ ମଣିଷର ରକ୍ତରେ ହୋରି ଖେଳୁଥିବା ଏକ ନିଷ୍ଠୁର ପାଷାଣ ବ୍ୟକ୍ତି ମଧ୍ୟ ଜଣେ ନାରୀ ପାଇଁ ବିଚଳିତ ହୋଇପଡ଼ୁଛି ବା ହୋଇପଡ଼ୁଥିଲେ। ଏଠି ପ୍ରଶ୍ନ ଉଠିବ, ଏହି ମହିୟସୀ ମହିଳାଙ୍କ ନିକଟରେ ହିଟଲର ଏମିତି କ'ଣ ସୁରାକ ପାଇଲେ? କେଉଁ ବ୍ୟକ୍ତିତ୍ୱର ଅଧିକାରିଣୀ ଥିଲେ ଏହି ମହିୟସୀ ମହିଳା ଯେ ହିଟଲର ତାଙ୍କୁ ଏତେ ଭଲ ପାଇ ବସିଲେ? ହଁ ବନ୍ଧୁଗଣ, କହୁଛି ଦେଖନ୍ତୁ, ନାରୀ ହେଉଛି ଈଶ୍ୱରଙ୍କର ଅନବଦ୍ୟ ସୃଷ୍ଟି ବୋଲି ମୁଁ ଆପଣଙ୍କୁ କହିଛି। ନାରୀ କେଉଁଠି ପୁରୁଷକୁ ତ୍ୟାଗ କରିବାର ନଜିର ପ୍ରାୟତଃ ନାହିଁ, କିନ୍ତୁ କହିବାକୁ ବାଧ୍ୟ ହେଉଛି ବନ୍ଧୁଗଣ, ଆଜିର ନାରୀ ସମାଜ ପାଇଁ ଏପରି ଏକ ନିନ୍ଦନୀୟ ଖବର ମୁଁ କହୁଛି ଯେ ଏଇ ୟୁଟ୍ୟୁବ ମାଧ୍ୟମରେ ମୁଁ ସୋସିଆଲ ମିଡ଼ିଆ ଯେଉଁ ଆମେ କହୁଛେ, ସେ ସୋସିଆଲ ମିଡ଼ିଆରୁ ମୁଁ ଗୋଟେ ଦିନ ଦେଖିଲି ଯେ ଆମେରିକାର 100 ଯୁବତୀଙ୍କ ମଧ୍ୟରୁ 50% ଯୁବତୀ 25 ବର୍ଷ ମଧ୍ୟରେ, ଯେତେବେଳେ 25 ବର୍ଷ ବୟସରେ ପଦାର୍ପଣ କରିବେ, ସେଇ 25 ବର୍ଷ ବୟସ ମଧ୍ୟରେ ସେ ନିଜର ପ୍ରେମିକ ସହ, ଯୁବକ ବନ୍ଧୁ ସହ ସହବାସ କରି ଗର୍ଭପାତ କରାଇଥାନ୍ତି। ଏଭଳି ମହିଳାଙ୍କର ସଂଖ୍ୟା ହେଉଛି 100ରୁ 50। ଗର୍ଭପାତ ପରେ ଆସ୍ତେ ଆସ୍ତେ ଯେତେବେଳେ ତାଙ୍କ ଭିତରେ ବିଚ୍ଛେଦ ସୃଷ୍ଟି ହୁଏ, କୌଣସି କାରଣରୁ ବିଚ୍ଛେଦ ସୃଷ୍ଟି ହେବା ସେମାନଙ୍କର ଗୋଟେ ହବି, ସେମାନଙ୍କର ଗୋଟେ ଅଭ୍ୟାସ। ଗୋଟିଏ ନାରୀ ଗୋଟିଏ ପୁରୁଷ ସହ ସହବାସ କରିବା ପରେ ଗର୍ଭବତୀ ହୁଏ ଏବଂ ଗର୍ଭପାତ କରାଇବା ପରେ ପୁଣି ସେ ନାରୀ ଆଉ ଏକ ପୁରୁଷର ପିଛା କରେ, ସେ ପୁରୁଷ ମଧ୍ୟ ୟାଙ୍କୁ ଛାଡ଼ି ସେ ଆଉ ଏକ ନାରୀର ପିଛା କରନ୍ତି। ଏଭଳି ତାଙ୍କର ସଂସ୍କୃତି, ଯେଉଁ ପାଶ୍ଚାତ୍ୟ ସଂସ୍କୃତି, ଏକ ହୀନ ସଂସ୍କୃତି କହିବା ପାଇଁ ମୁଁ ଏଠି ବାଧ୍ୟ ହେଉଛି। ଏହା ମୁଁ ଏମିତି ସୋସିଆଲ ମିଡ଼ିଆରୁ ହିଁ ମୁଁ ଦେଖିଛି। ଆଉ ଆପଣମାନେ ଯଦି ଖୋଜିବେ ବୋଲେ ୟୁଟ୍ୟୁବରେ ଏମିତି ଅନେକ ଭିଡ଼ିଓ ପାଇବେ ଯେ ଆମେରିକାର 100 ଯୁବତୀଙ୍କ ମଧ୍ୟରୁ 50% ଯୁବତୀ 25 ବର୍ଷ ବୟସ ମଧ୍ୟରେ ଅନେକ ପୁରୁଷ ବନ୍ଧୁ, ଗୋଟିଏ ପୁରୁଷ ବନ୍ଧୁ ନୁହେଁ ଆଜ୍ଞା, 25 ବର୍ଷ ବୟସ ମଧ୍ୟରେ ଗୋଟିଏ ଯୁବତୀ ଅନେକ ପୁରୁଷ ବନ୍ଧୁଙ୍କ ସହ ସହବାସ କରି ସେ ଗର୍ଭବତୀ ହୋଇଥାନ୍ତି। ଏହା କାହିଁକି ଆପଣଙ୍କୁ ଏଠି କହୁଛି? ଏହା କହିବାର ଉଦ୍ଦେଶ୍ୟ ହେଲା, ପାଠକ ପାଠିକାମାନଙ୍କୁ ମୁଁ ଏହା କହିବାର ଉଦ୍ଦେଶ୍ୟ ହେଲା, ଏଇ ଯେଉଁ ପାଶ୍ଚାତ୍ୟ ସଂସ୍କୃତି ଠାରୁ ଆମର ଭାରତୀୟ ସଂସ୍କୃତି ଢେର ଅଲଗା, ବହୁତ ଅଲଗା। ଏ ଭାରତୀୟ ସଂସ୍କୃତିର ନାରୀ ପୁରୁଷକୁ ନିଜର ସର୍ବସ୍ୱ ବୋଲି ଭାବେ, ପୁରୁଷକୁ ସେ ନିଜର ଜୀବନଠାରୁ ମଧ୍ୟ ଅଧିକ ଭାବେ,
ପ୍ରତି ମୁହୂର୍ତ୍ତରେ ଛାଇ ଭଳି ଲାଗି ରହିଥାଏ ତାର ପୁରୁଷର ପଛରେ। ସତୀଦାହ ପ୍ରଥାର ଉଚ୍ଛେଦ ହେବା ପୂର୍ବରୁ ଏବେ ମଧ୍ୟ ପ୍ରଚଳିତ ଅଛି। ଲୁଚିଛପି କିଛି ମହିଳା ସେମାନେ ମଧ୍ୟ ସତୀଦାହ ପ୍ରଥାକୁ ଆବୋରି ଦେଇଥିଲେ। ଏହା ଏକ ଅପସଂସ୍କାର ବା କୁସଂସ୍କାର ମୁଁ ମାନୁଛି। ସତୀଦାହ ପ୍ରଥା ଏକ କୁସଂସ୍କାର, କିନ୍ତୁ ଏଠାରେ ଭାରତୀୟ ସଂସ୍କୃତିରେ ମହିଳାମାନଙ୍କର ମହନୀୟତାର ଏହା ଏକ ଜ୍ୱଳନ୍ତ ନିଦର୍ଶନ କହିଲେ ଭୁଲ ହେବ ନାହିଁ। କିନ୍ତୁ ଏଠି ପୁଣି କହିବି ଯେ ଏଇ ଯେଉଁ ପାଶ୍ଚାତ୍ୟ ସଂସ୍କୃତିର ମହିଳାମାନ, ସେଇ ଯେଉଁ ମହିଳାମାନଙ୍କ ଠାରୁ ଢେର ଗୁଣରେ ଶହ ଶହ ଗୁଣରେ ଆକାଶ ପାତାଳ ପ୍ରଭେଦ ଥିଲା ଭଳି ଗୋଟିଏ ମହିଳା ଥିଲେ ଇଭା ବ୍ରାଉନ୍, ଯିଏକି ହିଟଲର ଜଣେ ସାଧାରଣ ମଣିଷ ଥିଲେ, ପ୍ରତିପତ୍ତିର ଶୀର୍ଷରେ ପହଞ୍ଚି ନଥିଲେ। ସେତେବେଳେ ତାଙ୍କୁ ଭଲ ପାଇଥିଲେ। ଯୁଦ୍ଧ ସମୟରେ ଯେତେବେଳେ ସେ ଚାନ୍ସେଲର ପରେ ରାଷ୍ଟ୍ରପତି, ଜର୍ମାନୀର ରାଷ୍ଟ୍ରପତି ବା ଅଲ୍ ଇନ୍ ଅଲ୍ ବା ସର୍ବେସର୍ବା ହେଲା ପରେ ମଧ୍ୟ ସେଇ ହିଟଲରଙ୍କ ପାଖରେ ଛାଇ ଭଳି ରହିଛନ୍ତି। ଏବଂ ଯେତେବେଳେ ଅନ୍ତିମ ମୁହୂର୍ତ୍ତରେ, ଏଇଠି ଶେଷ କରିବା ଆଜ୍ଞା, ଭିଡ଼ିଓଟା ଲଙ୍ଗ ହେଇଯିବ। ଦେଖନ୍ତୁ ଆଜ୍ଞା, ଯେତେବେଳେ ଅନ୍ତିମ ମୁହୂର୍ତ୍ତ ଆସିଛି, ଇଭା ବ୍ରାଉନ୍ ଜାଣିଛନ୍ତି ବର୍ତ୍ତମାନ ହିଟଲର ଭଳି ଜଣେ ସ୍ୱାଭିମାନୀ ବ୍ୟକ୍ତି, ନିଷ୍ଠୁର ତ ସମସ୍ତେ ଆମେ କହୁଛେ, ନିଷ୍ଠୁର ପୈଶାଚିକ ପ୍ରବୃତ୍ତିର ବ୍ୟକ୍ତିତ୍ୱ ସିଏ, କିନ୍ତୁ ଏଇ ଯେଉଁ ସ୍ୱାଭିମାନୀ ବ୍ୟକ୍ତି ନିଶ୍ଚିତ ଭାବରେ ଅତି ଅଳ୍ପ ସମୟ ମଧ୍ୟରେ ଆତ୍ମହତ୍ୟା କରିବେ। ଆଉ ଏହା ମଧ୍ୟ ସେ ଶୁଣିବାକୁ ପାଇଲେ। 22 ଏପ୍ରିଲ, ଶୁଣନ୍ତୁ ଆଜ୍ଞା, ଭଲରେ ଧ୍ୟାନ ଦେଇ ଶୁଣନ୍ତୁ, 22 ଏପ୍ରିଲ 1945 ମସିହା, ମାନେ 1945 ମସିହା ଏପ୍ରିଲ 22 ତାରିଖ ଦିନ ମଧ୍ୟାହ୍ନ ଭୋଜନ ପରେ ହିଟଲର କହିଲେ ଯେ ମୋର ହାରିବାର ସମୟ ଅତି ପାଖେଇ ଆସିଲାଣି, ଯାହାକି ମୋତେ ଜଳ ଜଳ ହୋଇ ଦେଖାଯାଉଛି। କିନ୍ତୁ ଆପଣମାନଙ୍କୁ ମୁଁ ଅନୁରୋଧ କରୁଛି, ଆପଣମାନଙ୍କୁ ଅର୍ଥ ଯେତେବେଳେ ଯୁଦ୍ଧ ଆରମ୍ଭ ହୋଇକି ଆସ୍ତେ ଆସ୍ତେ ରୁଷୀୟ ସୈନିକମାନେ, ରୁଷର ସୈନ୍ୟମାନେ ବର୍ଲିନକୁ ଅଧିକାର କଲେ, ହିଟଲର ତାଙ୍କ ସହ ଇଭା ବ୍ରାଉନଙ୍କ ସହ ହିଟଲରଙ୍କର ଖାସ୍ 2 ଜଣ ବ୍ୟକ୍ତିଗତ ସଚିବ ବର୍ମେନ ଗୋବେଲ୍ସ ଆଣ୍ଡ ମାଗ୍ଦା ଗୋବେଲ୍ସ, ତାଙ୍କର ଯେଉଁ ନିରାମିଷ ଖାଉଥିବା ରୋଷେଇଆ, ଏବଂ ଜେନେରାଲ ବର୍ଗଡଫ୍ ଏବଂ ଜେନେରାଲ କ୍ରେବ୍ସ ଏବଂ ଟେଲିଫୋନ ଅପରେଟର ଯେଉଁ ଥିଲେ ତାଙ୍କର ସେ ଯେଉଁ ବଙ୍କର ମଧ୍ୟରେ ରେକ୍ସ ମିଷ୍ଟ, ଏମାନେ ସମସ୍ତେ ଚାନ୍ସେଲରୀ ଖୁଆଡ଼ରେ ବା ପରିସରରେ ଥିବା 50 ଫୁଟ ତଳେ ଥିଲା ଗୋଟେ ବଙ୍କର, ସେ ବଙ୍କର ମଧ୍ୟରେ ଏମାନେ ସମସ୍ତେ ଆତ୍ମଗୋପନ କରି ଲୁଚିଲା ଭଳି ରହିଲେ। ଆଉ ହିଟଲର ସେତେବେଳୁ ଯାହା କହୁଥିଲେ, ଯାହା ଆଦେଶ ଦେଉଥିଲେ ଯୁଦ୍ଧ ପାଇଁ, ଏଇ ବଙ୍କର ମଧ୍ୟରୁ ହିଁ ଟ୍ରାନ୍ସମିଟର ମାଧ୍ୟମରେ ସେ ଆଦେଶ ଦେଉଥିଲେ। ଯେତେବେଳେ ସେ ଶୁଣିଲେ ବର୍ତ୍ତମାନ ରୁଷୀୟ ସୈନ୍ୟମାନେ ବର୍ଲିନକୁ ଚାରିପଟୁ ଘେରାଉ କରିସାରିଲେଣି, ସେତେବେଳେ ସେ କହିଲେ ଯେ 22 ଏପ୍ରିଲ 1945 ମସିହାରେ ତୁମେମାନେ ଯଦି ଚାହୁଁଛ ମୋତେ ଛାଡ଼ି ଚାଲିଯାଅ। ତୁମେମାନେ ଅର୍ଥ କେଉଁମାନେ? ଯେଉଁମାନେ ଥିଲେ, ଇଭା ବ୍ରାଉନ୍ ହୁଅନ୍ତୁ ବା ସେ ଗୋବେଲ୍ସ ହୁଅନ୍ତୁ ବା ମାଗ୍ଦା ଗୋବେଲ୍ସ ହୁଅନ୍ତୁ, ବର୍ମେନ ଗୋବେଲ୍ସ ହୁଅନ୍ତୁ ବା ବର୍ଗଡଫ୍ ହୁଅନ୍ତୁ ବା ଜେନେରାଲ କ୍ରେବ୍ସ ହୁଅନ୍ତୁ ବା ରେକ୍ସ ମିଷ୍ଟ ହୁଅନ୍ତୁ, ଏମାନଙ୍କୁ ସେ କହିଛନ୍ତି ଯେ, ଆଉ 2 ଜଣ ନର୍ସ ଥିଲେ, ଏମାନଙ୍କୁ ସେ ରିକ୍ୱେଷ୍ଟ କରିଛନ୍ତି ଆପଣମାନେ ଏଇ ବଙ୍କରରୁ ଲୁଚିକି ଯିବା ପାଇଁ ରାସ୍ତା ଅଛି, ପଳାଇ ଯାଆନ୍ତୁ। କାରଣ ମୁଁ ଶତ୍ରୁ ହାତରେ ଧରା ହେବା ପୂର୍ବରୁ ବା ଧରା ପଡ଼ିବା ପୂର୍ବରୁ ମୁଁ ପୋଟାସିୟମ ସାଇନାଇଡ୍ ଖାଇ ଆତ୍ମହତ୍ୟା କରିବି। ତେଣୁ ଆପଣମାନେ ମୋତେ ଛାଡ଼ି ଅତି ଶୀଘ୍ର ଏ ବଙ୍କରରୁ ଲୁଚିକି ପଳାୟନ କରନ୍ତୁ କୌଣସି ସୁରକ୍ଷିତ ଜାଗାକୁ। କିନ୍ତୁ ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ବନ୍ଧୁମାନେ, ଯେ ପ୍ରଥମେ ଇଭା ବ୍ରାଉନ୍ ହିଁ ପ୍ରତିବାଦ କଲେ ଯେ ଆପଣ ଭଲ ଭାବରେ ଜାଣିଛନ୍ତି ମୁଁ ଆପଣଙ୍କ ଛାଇକି ମଧ୍ୟ ଛାଡ଼ିକି ଯିବାକୁ ଚାହୁଁନାହିଁ, ଯିବି ନାହିଁ। ଜାଣିକି କ'ଣ ମୋତେ ଆପଣ ପରୀକ୍ଷା କରୁଛନ୍ତି? ମୁଁ କୌଣସି ପରିସ୍ଥିତିରେ, ଯେତେବେଳେ ଆପଣ ସାଧାରଣ ମଣିଷ ଥିଲେ ସେତେବେଳେ ଛାଡ଼ି ନଥିଲି, ସେତେବେଳେ ଭଲ ପାଉଥିଲି। ଯେତେବେଳେ ଆପଣ ଚାନ୍ସେଲର ହେଲେ
ସେତେବେଳେ ଆପଣ ଭଲ ପାଉଥିଲି, ଯେତେବେଳେ ଆପଣ ରାଷ୍ଟ୍ରପତି ହେଇଛନ୍ତି ଆପଣ ଭଲ ପାଉଥିଲି। ଏବେ ବର୍ତ୍ତମାନ ସର୍ବସ୍ୱ ଆପଣ ହରେଇ ବସିବାକୁ ଯାଉଛନ୍ତି। ବର୍ତ୍ତମାନ ଏଇ ଅଳ୍ପ ଦିନ ହେଲା ହରେଇ ବସିଛନ୍ତି, ବଙ୍କରେ ଲୁଚିକି ଅଛନ୍ତି। ଦେଖନ୍ତୁ ଆଜ୍ଞା, ଯେଉଁ ପୃଥିବୀର ଅଦ୍ୱିତୀୟ ତାନା ସାହା ଯିଏକି ଅର୍ଡ଼ର କରିବାରୁ 60 ଲକ୍ଷ ଇହୁଦୀମାନଙ୍କୁ ହତ୍ୟା କରାଯାଇଥିଲା ଆଜ୍ଞା, ଗ୍ୟାସ୍ ଚାମ୍ବରରେ ଆଉ ଗୁଳି ମାଧ୍ୟମରେ ଗୁଳି କରି ହତ୍ୟା କରାଯାଇଥିଲା। ସେଇଭଳି ଜଣେ ଲୋକ ତାନା ସାହା ଯାହା ଇଙ୍ଗିତରେ ଜର୍ମାନ ସେନା ନାଚୁଥିଲେ, କାନ ଧରି ବସ୍ ଉଠାଉଥିଲେ, ସେ ବର୍ତ୍ତମାନ ଆସି ଲୁଚିକି ଅଛି। ଆପଣ ପଳାତକ, ଆପଣ ଜଣେ ଆତ୍ମଗୋପନ କରିଥିବା ଭୀରୁ କାପୁରୁଷ ହେଇକି ମଧ୍ୟ ମୁଁ ଆପଣଙ୍କୁ ଭଲ ପାଉଛି, ଆପଣଙ୍କ ସାଥି ଛାଡ଼ିବି ନାହିଁ। କାରଣ ମୁଁ ନାରୀର ଅନ୍ୟ ନାମ ହେଉଛି ବିଶ୍ୱାସ। ନାରୀର ଅନ୍ୟ ନାମ ହେଉଛି ବିଶ୍ୱାସ। ମୁଁ ଯଦି ତୁମକୁ ଏହି ସମୟରେ ଛାଡ଼ି ଚାଲିଯିବି ତାହେଲେ ନାରୀ ଜାତିରେ ଏକ କଳଙ୍କରେ ମୁଁ ପରିଣତ ହେବି। ମୁଁ କେବେ ହେଲେ ଛାଡ଼ିକି ଯିବି ନାହିଁ ଆପଣଙ୍କୁ। ଆପଣ ମୋତେ ଟିକେ ଗୁଳି କରି ମାରିଦିଅନ୍ତୁ, ଭଲ ହେବ, ମାରିଦିଅନ୍ତୁ ନା। ତ ଏକଥା ଯେତେବେଳେ ଇଭା ବ୍ରାଉନ୍ କହିଛନ୍ତି, ହିଟଲରଙ୍କର ପାଷାଣ ହୃଦୟ କିଛି ସମୟ ପାଇଁ ସ୍ତମ୍ଭୀଭୂତ ହୋଇଯାଇଛି। ସେ ସ୍ତବ୍ଧ ହୋଇ ଛିଡ଼ା ହୋଇଛନ୍ତି, ଅନ୍ୟମାନଙ୍କୁ ଚାହିଁଛନ୍ତି। ଅନ୍ୟମାନେ ମଧ୍ୟ ସେଇ ଗୋଟିଏ କଥା ଦୋହରାଇଲେ ଯେ ଆପଣଙ୍କୁ ଆମେ ଛାଡ଼ିକି ଯିବୁ ନାହିଁ। ଏଠି ଗୋଟିଏ କଥା ବନ୍ଧୁଗଣ କହିବି, ଅନ୍ୟମାନେ ମାନେ କେଉଁମାନେ? ତାଙ୍କର ଯେଉଁ 2 ଜଣ ସଚିବ ଥିଲେ, ଯେଉଁ 2 ଜଣ ଜେନେରାଲ ଥିଲେ, ଟେଲିଫୋନ ଅପରେଟର ଆଉ ତାଙ୍କର 2 ଜଣ ନର୍ସ ଥିଲେ, ସେମାନେ ଜାଣିଥିଲେ ଯେ ଆମେ ଯେମିତି ହେଉ ମଧ୍ୟ ଧରା ପଡ଼ିବୁ ଯଦି ଆମକୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯିବ, ବିଭିନ୍ନ ଅପମାନ ଦିଆଯିବ। ଆମେ ମରିବା ପରେ ମଧ୍ୟ ଆମର ଶବକୁ ବିଭିନ୍ନ ଅପମାନ ଦିଆଯିବ। ଶବକୁ ବି ଅପମାନ ଦେବା ପାଇଁ ସୋଭିଏତ ରୁଷର ସୈନ୍ୟମାନେ ବା ଆମେରିକାର ସୈନ୍ୟମାନେ ବା ଇଂଲଣ୍ଡ ଫ୍ରାନ୍ସର ସୈନ୍ୟମାନେ ପଛାଇବେ ନାହିଁ। କାରଣ ସମସ୍ତେ ଜାଣିଥିଲେ ଯେ ସର୍ବସମ୍ମୁଖରେ ପ୍ରଚାର ହୋଇଥିଲା ଏମାନେ ହେଉଛନ୍ତି ହିଟଲରଙ୍କର ଖାସ୍ ଲୋକ। ହିଟଲରଙ୍କର ଇଙ୍ଗିତରେ ବା ଏମାନଙ୍କର ଇଙ୍ଗିତରେ ମଧ୍ୟ ସୈନ୍ୟମାନେ କାମ କରୁଛନ୍ତି, ତେଣୁ ଏମାନଙ୍କୁ ଫାଶୀ ଦିଆଯିବ ହିଁ ଦିଆଯିବ। କିନ୍ତୁ ଏଠି ମୁଁ ଆପଣମାନଙ୍କୁ ବାରମ୍ବାର କହି ରଖୁଛି ଏକ ବିଶେଷ ସୂଚନା, ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ମାନେ ବିଷ ଖାଇ ମରିବା ପର୍ଯ୍ୟନ୍ତ ଏଡଲଫ ହିଟଲର ଇଭା ବ୍ରାଉନଙ୍କ ସହ 16 ବର୍ଷର ବୈବାହିକ ଜୀବନ ତ କହିହେବ ନାହିଁ, କାରଣ ସେ ବିବାହ କରିନଥିଲେ। ହିଟଲର ଇଭା ବ୍ରାଉନଙ୍କୁ ସର୍ବସମ୍ମୁଖରେ ସାମାଜିକ ସ୍ୱୀକୃତିର ସହ ବିବାହ କରିନଥିଲେ, କିନ୍ତୁ ତାଙ୍କ ସହ ସେ ଦାମ୍ପତ୍ୟ ଜୀବନ ବିତାଉଥିଲେ ବୋଲି ଆମେ ସମସ୍ତେ ଜାଣିଛେ, ଇତିହାସରେ ମଧ୍ୟ ଲେଖା ହେଇଛି। ଆଉ ଏଠି ମଧ୍ୟ କହି ରଖିବି, 16 ବର୍ଷର ଦାମ୍ପତ୍ୟ ଜୀବନ ମାନେ ଯେଉଁ ପୁରୁଷ ନାରୀର ଯେଉଁ ମିଳନ, ଯେଉଁ ସମ୍ପର୍କ ଥିଲା, ସେଇ ମଧ୍ୟରେ ମୁଁ ତାର ଛୁଆ ହେଇନଥିଲା ଏଥିପାଇଁ ଯେ ମାନସିକ ଚାପରୁ ମୁକ୍ତ ପାଇବା ପାଇଁ ହିଟଲର ଏତେ ପରିମାଣର ଆଣ୍ଟି ଷ୍ଟ୍ରେସ୍ ଡ୍ରଗ୍ସ ଖାଇଥିଲେ ବା ଖାଉଥିଲେ ଯେ ତାଙ୍କର ପୁରୁଷତ୍ୱ ଶକ୍ତି ନଷ୍ଟ ହୋଇଥିଲା। ତାଙ୍କର ସନ୍ତାନ ଉତ୍ପାଦନ କ୍ଷମତା, ଯେଉଁ ଫର୍ଟିଲିଟି ରେଟ୍ କହନ୍ତି, ତାହା ମଧ୍ୟ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଥିଲା। ଆଉ ଅଦ୍ଭୁତ ଏକ ରୋଚକ କଥା ହେଲା, ହିଟଲରଙ୍କର 2ଟି ଟେଷ୍ଟିକଲରୁ ଗୋଟିଏ ଟେଷ୍ଟିକଲ ତାଙ୍କର ଥିଲା, ଅଣ୍ଡକୋଷ। ତ କିନ୍ତୁ ସେ ଇଭା ବ୍ରାଉନଙ୍କୁ ମାନେ ଆତ୍ମାର ସହ ଭଲ ପାଉଥିଲେ ଯେ ପ୍ରତି ମୁହୂର୍ତ୍ତରେ ସେ ତାଙ୍କୁ ଛାଇ ଭଳି ଜଗି ରହୁଥିଲେ। ଇଭା ବ୍ରାଉନ୍ ମଧ୍ୟ ତାଙ୍କୁ ଛାଇ ଭଳି ଜଗି ରହୁଥିଲେ। ଏଇ ଯେଉଁ 16 ବର୍ଷର ଦାମ୍ପତ୍ୟ ଜୀବନ କୁହନ୍ତୁ ଆଜ୍ଞା, ମାନେ ସର୍ବସମ୍ମୁଖରେ ତ ସେ ବିବାହ କରିନଥିଲେ ନା। କହିବାର ଉଦ୍ଦେଶ୍ୟ ଆପଣଙ୍କୁ ଏଇଟା ବାରମ୍ବାର ମୁଁ କହୁଛି ଏଥିପାଇଁ ଯେ ଅନେକ ଲୋକମାନେ ଭାବନ୍ତୁ, ଜର୍ମାନୀର 100 ଲୋକରୁ 95 ଭାଗ ଲୋକ ଜାଣିନଥିଲେ ଯେ ହିଟଲର ଇଭା ବ୍ରାଉନଙ୍କୁ ମ୍ୟାରେଜ୍ କରିଛନ୍ତି ବା ତାଙ୍କ ଭିତରେ ଦୈହିକ ସମ୍ପର୍କ ଅଛି ବା ଥିଲା। ସେ ଇଭା ବ୍ରାଉନଙ୍କ ସହ ଥିଲେ। ରାଷ୍ଟ୍ରପତି ବା ସର୍ବେସର୍ବା ହେବା ପରେ ଯେଉଁ ରେସିଡେନ୍ସରେ ରହୁଥିଲେ, ଯେଉଁ ବାସଭବନ ରହୁଥିଲେ, ସେ ଭିତରେ 2ଟି ବଖରା ଥିଲା, ମଝିରେ ଗୋଟିଏ ଟଏଲେଟ୍ ଥିଲା, ମାନେ ଉଭୟ ଗୃହକୁ ସଂଯୋଗ କରୁଥିଲା। ସେ ତାକୁ ଲାଗି ମଧ୍ୟ ଆଉ ଛୋଟିଆ ରୁମ୍ଟିଏ ଥିଲା। ଐତିହାସିକମାନେ କୁହନ୍ତି ଯେ ଇଭା ରହୁଥିଲେ ଗୋଟିଏ ରୁମ୍ରେ, ହିଟଲର ରହୁଥିଲେ ଗୋଟିଏ ରୁମ୍ରେ, କିନ୍ତୁ ତାଙ୍କର ଇଚ୍ଛା ଯେତେବେଳେ ହେଉଥିଲା ଉଭୟ ଆସି 2 ରୁମ୍କୁ ସଂଯୋଗ କରୁଥିବା ଏକ ଛୋଟିଆ ରୁମ୍ ଥିଲା। ସମସ୍ତ ପ୍ରକାର ବିଳାସ ବେସନର ସାମଗ୍ରୀ ସେଥିରେ ଖଞ୍ଜା ଥିଲା। ସେଠି ସେମାନେ ଦାମ୍ପତ୍ୟ ଜୀବନକୁ ଅତିବାହିତ ବିତାଉଥିଲେ। ତାଙ୍କର ଯେଉଁ ଅନ୍ତରଙ୍ଗ ମୁହୂର୍ତ୍ତକୁ ସେଠାରେ ସେମାନେ ସମ୍ପାଦନ କରୁଥିଲେ। କିନ୍ତୁ ଲୋକମାନେ ଜାଣିନଥିଲେ ଯେ
ଇଭା ଆଉ ହିଟଲରଙ୍କ ମଧ୍ୟରେ ଦୈହିକ ସମ୍ପର୍କ ଅଛି ବା ସ୍ତ୍ରୀ ଆଉ ପୁରୁଷର ଯେଉଁ ସମ୍ପର୍କ ତାହା ଅଛି ବୋଲି। ତେଣୁ ମୁଁ ଏକଥା କାହିଁକି ଏଠି କହୁଛି? ଏଠି କହୁଛି ଏଥିପାଇଁ ଯେ ରୁଷୀୟ ସୈନ୍ୟ ହୁଅନ୍ତୁ ବା ରୁଷର ଅଧିକାରୀ ହୁଅନ୍ତୁ ବା ଆମେରିକା ବା ଫ୍ରାନ୍ସର ଅଧିକାରୀ, ଏମାନେ ତ ସମସ୍ତେ ଏମାନଙ୍କ ବିରୁଦ୍ଧ ଥିଲେ ନା। ତେଣୁ ଏଇ ଯେଉଁ ରୁଷ, ଫ୍ରାନ୍ସ, ପୋଲାଣ୍ଡ, ଆମର ଆମେରିକା, ଏମାନଙ୍କର ଲୋକମାନେ ବା ଏଇ ଦେଶର ଲୋକମାନେ ସୈନିକ ଆଙ୍କ ସରକାର ମଧ୍ୟ ଜାଣିନଥିଲେ ଯେ ଇଭା ବ୍ରାଉନ୍ ତାଙ୍କ ପାଖରେ ରହୁଛନ୍ତି ଜଣେ ବାନ୍ଧବୀ ହିସାବରେ। ସେ କୌଣସି ଯୁଦ୍ଧ, କୌଣସି ରାଜନୈତିକ କାର୍ଯ୍ୟକଳାପରେ ଭାଗ ନେଉନାହାନ୍ତି, ବାନ୍ଧବୀ ହିସାବରେ ଅଛନ୍ତି। ତେଣୁ ଯଦି ମନେକର ଇଭା ବ୍ରାଉନ୍ ଧରା ପଡ଼ିଥାନ୍ତେ ହିଟଲର ଆତ୍ମହତ୍ୟା ପରେ, ତାହେଲେ ଇଭା ବ୍ରାଉନ୍ଙ୍କୁ କେବେ ହେଲେ ତାଙ୍କୁ ଫାଶୀ ଦିଆଯାଇନଥାନ୍ତା। ଏହା ସମସ୍ତେ ଜାଣିଥିଲେ, ହିଟଲର ଜାଣିଥିଲେ। ହିଟଲର ବି ତାଙ୍କୁ କହିଛନ୍ତି ଯେ ତୁମକୁ କେହି ଅତ୍ୟାଚାର କରିବେ ନାହିଁ, କାରଣ ତୁମେ ମୋ ନିକଟ ରହୁଥିଲ ବୋଲି ଭୃତ୍ୟ ହିସାବରେ ବା ଗୋଟେ ବାନ୍ଧବୀ ହିସାବରେ ତୁମେ ରହୁଥିଲ। ଆରେ ଭୃତ୍ୟକୁ ମାଲିକ ଯଦି କିଛି ଭୁଲ କରେ, ଭୃତ୍ୟକୁ କାହିଁକି ସଜା ଦିଆଯିବ? ନାହିଁ, ମାଲିକର ଅର୍ଡ଼ରକୁ ଯେଉଁମାନେ ଅର୍ଡ଼ରଲି ହିସାବରେ, ଜେନେରାଲ ହିସାବରେ ଯେଉଁମାନେ କ୍ୟାରି ଆଉଟ୍ କରୁଥିଲେ, ଲକ୍ଷ ଲକ୍ଷ ଲୋକଙ୍କୁ ଲାଛୁଥିଲେ ବା ମାରୁଥିଲେ, ଗୁଳି କରି ହତ୍ୟା କରୁଥିଲେ, ସେମାନଙ୍କୁ ମାରି ଦିଆଯିବ। ଇଭା ବ୍ରାଉନ୍ ଏଠି ତାଙ୍କର ଜଣେ ବାନ୍ଧବୀ, ପରାମର୍ଶଦାତା ତ କହିହେବ ନାହିଁ, ପରାମର୍ଶଦାତା ବୋଲି କହିଲେ ତ ସେ ଆଇନର ପରିସରକୁ ଆସିଯିବେ, ତୁମେ ପରାମର୍ଶ ଦେଉଥିଲ ଯୁଦ୍ଧ କରିବା ପାଇଁ ବୋଲି ନା। ଆଉ ଏଠି ମଧ୍ୟ ଏକ ଇତିହାସର ରୋଚକ ତଥ୍ୟ ଏହା ଯେ ଆର୍ଯ୍ୟ ସଂସ୍କୃତିକୁ ଭଲ ପାଉଥିବା ହିଟଲର ପ୍ରତ୍ୟେକ ମୁହୂର୍ତ୍ତରେ ସେ କହୁଥିଲେ ଯେ ଆର୍ଯ୍ୟ ସଂସ୍କୃତିର ଏକ ପରମ୍ପରା ହେଉଛି ମହିଳାମାନେ କୌଣସି ରାଜନୈତିକ କାର୍ଯ୍ୟକଳାପରେ, ଯୁଦ୍ଧ କାର୍ଯ୍ୟକଳାପରେ ଭାଗ ନେବେ ନାହିଁ। ତେଣୁ ହିଟଲର କୌଣସି ଆକ୍ରମଣାତ୍ମକ ଯୁଦ୍ଧ ହେଉ ବା କୌଣସି କଥା ହେଉ ବିଚାର କରୁଥିବା ସମୟରେ ଇଭା ବ୍ରାଉନ୍ ସେଇ ପାଖରେ ବସୁନଥିଲେ, ତାଙ୍କୁ ସୁଯୋଗ ଦିଆଯାଉନଥିଲା। ସେ ମଧ୍ୟ ଚାହୁଁନଥିଲେ ଯେ ହିଟଲରଙ୍କର କୌଣସି ସାମ୍ରାଜ୍ୟବାଦୀ ନୀତି, ଯେଉଁ ଇମ୍ପେରିଆଲିଜମ୍ ବା ସେଥିପାଇଁ କୌଣସି ଯୁଦ୍ଧ ହେବ ବା କୌଣସି ବୋମ୍ କୋଉଠି ପଡ଼ିବ, ସେହି ସମୟରେ ସେ ବି ଉପସ୍ଥିତ ରହିବା ପାଇଁ ମଧ୍ୟ ଚାହୁଁନଥିଲେ। ଏହା ସମସ୍ତେ ଜାଣୁଥିଲେ। ତେଣୁ ଯଦି ରୁଷୀୟ ସୈନିକମାନେ ବଙ୍କର ମଧ୍ୟରୁ ହିଟଲରଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥାନ୍ତେ, ତାହେଲେ ଇଭା ବ୍ରାଉନ୍ଙ୍କୁ କେବେ ହେଲେ ମଧ୍ୟ ଫାଶୀ ଦିଆଯାଇନଥାନ୍ତା, ଯାହାକି ହିଟଲରଙ୍କର ଅନ୍ୟ ସେନାପତିମାନଙ୍କୁ ଯେଉଁଭଳିଆ ବ୍ୟବହାର କରାଯାଇଥାନ୍ତା ସେମିତି କରାଯାଇଥାନ୍ତା, କିନ୍ତୁ ଇଭା ବ୍ରାଉନ୍ଙ୍କୁ କରାଯାଇନଥାନ୍ତା। ସମସ୍ତେ ବୁଝେଇଛନ୍ତି ଇଭା ବ୍ରାଉନ୍ଙ୍କୁ, ତୁମେ ବର୍ତ୍ତମାନ ବଙ୍କରୁ ଚାଲିଯାଅ। ଇଭା ବ୍ରାଉନ୍ କହିଲେ ମୁଁ ମରିଯିବି, କିନ୍ତୁ ଯାହାକୁ ଭଲ ପାଉଥିଲି ମରିବା ପର୍ଯ୍ୟନ୍ତ ତା ସହ ହିଁ ମରିବି। ଯଦି ସେ ମରିବେ ମୁଁ ମରିବି ନା, ସେ ଯଦି ଜୀବିତ ରହିକି ଯଦି ସମସ୍ତ ଅପମାନକୁ, ଶତ୍ରୁପକ୍ଷର ଅପମାନକୁ ସହ୍ୟ କରିବା ପାଇଁ ପ୍ରସ୍ତୁତ, ତାହେଲେ ମୁଁ ମଧ୍ୟ ପ୍ରସ୍ତୁତ। ନାଇଁ, ସେ ଯଦି ମରିବେ ତାହେଲେ ମରିବେ। କିନ୍ତୁ ତାହା ପରଦିନ ଯେତେବେଳେ ସମସ୍ତେ ବସିକି କଥାବାର୍ତ୍ତା ହେବା ପରେ ହିଟଲର, ତାଙ୍କର ଜଣେ ସେକ୍ରେଟାରୀ ଓ ଇଭା ବ୍ରାଉନ୍ ଖାଉଥିଲେ ଟେବୁଲରେ, ଏକ ପରିବର୍ତ୍ତନ ଦେଖାଗଲା ତାଙ୍କ ନିକଟରେ ଯେ ହିଟଲର 16 ବର୍ଷ ମଧ୍ୟରେ, ଏ ଯେଉଁ 16 ବର୍ଷର ଯେଉଁ ସମ୍ପର୍କ ଥିଲା, ସେ ଭିତରେ ସେ ଖାଇବା ସମୟରେ କୌଣସି କଥାବାର୍ତ୍ତା ହେଉନଥିଲେ, ଆଉ ଖାଇବା ସମୟରେ କଥାବାର୍ତ୍ତା ହେବାକୁ ମନା କରାଯାଇଥିଲା। ଏହା ସମସ୍ତେ ଜାଣିଥିଲେ। କିନ୍ତୁ ସେଦିନ ହିଟଲର ପୁରା ଅନର୍ଗଳ ଗପିଗଲେ ଯେ ମୁଁ ମରିବାକୁ ପସନ୍ଦ କରିବି, ଶତ୍ରୁ ସୈନ୍ୟର ହାତରେ ଅପମାନିତ ହେବା ପୂର୍ବରୁ ମୁଁ ନିଜେ ମରିଯିବାକୁ ଭଲ ପାଉଛି, ଆଉ ମୁଁ ମୋର ପିସ୍ତଲରେ ଗୁଳି କରିକି ନିଜେ ମରିବି। ତୁମେ କ'ଣ ପସନ୍ଦ କର? ଇଭା ବ୍ରାଉନ୍ କହିଲେ, ମୁଁ ଚାହେଁ ମରିବା ପରେ ମଧ୍ୟ ମୋ ମୁହଁ ସେମିତି ସଜ ଗୋଲାପ ଭଳି ଦେଖାଯାଉ। ତେଣୁ ମୋତେ ପୋଟାସିୟମ୍ ସାଇନାଇଡ଼୍ ଦିଅ, ମୁଁ ପୋଟାସିୟମ୍ ସାଇନାଇଡ଼୍ ଖାଇ ମରିବି। ଏବଂ ସେଇ ଡାଇନିଂ ଟେବୁଲ ଉପରେ ହିଁ ସ୍ଥିର ହୋଇଗଲା ଯେ ହିଟଲର ଆତ୍ମହତ୍ୟା କରିବେ ନିଜର ପିସ୍ତଲରେ ଏବଂ ଇଭା ବ୍ରାଉନ୍ ପୋଟାସିୟମ୍ ସାଇନାଇଡ଼୍ ଖାଇ ଆତ୍ମହତ୍ୟା କରିବେ। କିନ୍ତୁ ହିଟଲର ଇଭା ବ୍ରାଉନ୍ଙ୍କୁ ତ ଭଲ ପାଉଥିଲେ। ଇଭା ବ୍ରାଉନ୍ଙ୍କୁ ଯେତିକି ଭଲ ପାଉଥିଲେ, ତାଙ୍କର ଗୋଟେ ମାଇ କୁକୁର, କୁତିଟିଏ ଥିଲା, ଯାହା ନାଁ ବ୍ଲଣ୍ଡି। ବ୍ଲଣ୍ଡିକୁ ସେ ଜୀବନଠାରୁ ବି ଅଧିକ ଭଲ ପାଉଥିଲେ। ଆଉ ଉଲ୍ଫ ବୋଲି ଗୋଟେ କୁକୁର, ତାର 4ଟି ଛୁଆ, ସେ ଉଲ୍ଫ ବି ଗୋଟେ କୁତି, ତାର 4ଟି ଛୁଆ, ଏ ସମସ୍ତଙ୍କୁ ସେ ଅତି ଭଲ ପାଉଥିଲେ। ତେଣୁ ସେ ପ୍ରଥମେ ପୋଟାସିୟମ୍ ସାଇନାଇଡ଼୍ ଖାଇଲେ ପ୍ରକୃତରେ ଇଭା ବ୍ରାଉନ୍ଙ୍କର ମୃତ୍ୟୁ ହେଉଛି କି ନାହିଁ ଏହା ପରୀକ୍ଷା କରିବାର ହେବ ଏବଂ ବ୍ଲଣ୍ଡିକି ମାରିବାର ହେବ।
କାରଣ ଚାହୁଁନଥିଲେ ଯେ ତାଙ୍କ ମୃତ୍ୟୁ ପରେ ଶତ୍ରୁ ସୈନ୍ୟମାନେ ବ୍ଲଣ୍ଡିକୁ ଅତ୍ୟାଚାର କରନ୍ତୁ, ତାଙ୍କର ପୋଷା କୁକୁରକୁ ଅତ୍ୟାଚାର କରନ୍ତୁ ବୋଲି ହିଟଲର ଚାହୁଁନଥିଲେ। ତେଣୁ ଏଠି ବୁଝନ୍ତୁ ପାଷାଣ ବ୍ୟକ୍ତିତ୍ୱର ଅଧିକାରୀ ହିଟଲର, ନିଷ୍ଠୁର ହିଟଲର, ବର୍ବର ହିଟଲର କୁକୁରକୁ କେତେ ଭଲ ପାଉଥିଲେ ଆଉ ନିଜ ସ୍ତ୍ରୀକି ସେ କେତେ ଭଲ ପାଉଥିଲେ। ସେ ବର୍ତ୍ତମାନ କହିଛନ୍ତି ଯେ ଗୋଟିଏ ପୋଟାସିୟମ୍ ସାଇନାଇଡ୍ କ୍ୟାପସୁଲ ମଧ୍ୟ ମୁଁ ବର୍ତ୍ତମାନ ବ୍ଲଣ୍ଡିକି ଖୁଆଇ ପରୀକ୍ଷା କରିବି, ଯଦି କାମ ଦେଉଛି ତାହେଲେ ତୁମେ ସେଇ ପୋଟାସିୟମ୍ ସାଇନାଇଡ୍ କ୍ୟାପସୁଲ ଗୋଟେ ଖାଇବ, ଆଉ ଯଦି କାମ ନ ଦେବ ତାହେଲେ ପିସ୍ତଲକୁ ଆମେ ବ୍ୟବହାର କରି ଗୁଳି କରି ନିଜେ ଆତ୍ମହତ୍ୟା କରିବା। କିନ୍ତୁ ପ୍ରଥମେ ଚେଷ୍ଟା କରିବା, ମୁଁ ଚେଷ୍ଟା କରିବି ଆତ୍ମହତ୍ୟା କରିବା ପାଇଁ ମୋର ପିସ୍ତଲ ମାଧ୍ୟମରେ, ତୁମେ ଚେଷ୍ଟା କରିବ ପୋଟାସିୟମ୍ ସାଇନାଇଡ୍ ଖାଇ। ଦେଖନ୍ତୁ ଆଜ୍ଞା, ଏହା ପୂର୍ବରୁ ପୁଣି ଗୋଟିଏ ଘଟଣା ଘଟିଲା। କ'ଣ ସେ ଘଟଣା ଘଟିଲା ଆଜ୍ଞା? ଯେ ହିଟଲର ବର୍ତ୍ତମାନ କହିଲେ ଯେ ତୁମ ମୋ ମଧ୍ୟରେ ଯେଉଁ ସ୍ୱାମୀ ସ୍ତ୍ରୀର ସମ୍ପର୍କ ଅଛି ତାହାକୁ ସର୍ବସମ୍ମୁଖକୁ ମୁଁ ଆଣିବି। ଇତିହାସରେ ଲେଖା ହେଇଯାଉ ଯେ ଏଡଲ୍ଫ ହିଟଲରଙ୍କର ସ୍ତ୍ରୀ ଥିଲେ ଇଭା ବ୍ରାଉନ୍। ତେଣୁ ଗୋଟିଏ ମ୍ୟାରେଜ ସାର୍ଟିଫିକେଟ୍ ଚାଲ କରିବା, ଖ୍ରୀଷ୍ଟିଆନ ରୀତିନୀତି ଅନୁସାରେ ଆମେ ଉଭୟଙ୍କୁ ମ୍ୟାରେଜ କରିବା। ତେଣୁ ଏଇ ଯେଉଁ ମ୍ୟାରେଜ କାର୍ଯ୍ୟ କିଏ ସମ୍ପାଦନ କରିବ? ଏମାନେ ଯେଉଁ ବଙ୍କରେ ଥିଲେ ଅନବରତ ଗୁଳି ଗୋଳା ସୋଭିଏତ ରୁଷ ବର୍ଷଣ କରୁଥିଲେ, ସେ ଶବ୍ଦ, ଗ୍ରେନେଡ୍ ମାଡ଼ର ଶବ୍ଦ, ବୋମା ବର୍ଷଣର ଶବ୍ଦ ଏମାନଙ୍କୁ ଠିକ୍ ଶୁଭିପାରୁଥିଲା। ତଥାପି ହିଟଲର ସ୍ଥିର ମସ୍ତିଷ୍କରେ ତାଙ୍କର ଜଣେ ସେନାପତିଙ୍କୁ କହିଲେ, ଯେଉଁ ଆମର ଗ୍ଲୋବେଲ୍ସକୁ, ଯେ ତୁମେ ଯେମିତି ହେଲେ ମଧ୍ୟ ଗୋଟିଏ ମ୍ୟାରେଜ ସମ୍ପାଦନ କରିପାରିବା ଲୋକକୁ ତୁମେ ଠିକ୍ କର। ଏହି ସମୟରେ ଗ୍ଲୋବେଲ୍ସ କ'ଣ କଲେ, ସେ ମନେ ପକାଇଲେ ଯେ ଜଣେ ଏପରି ବ୍ୟକ୍ତି ଅଛନ୍ତି ଯିଏକି କାମ କରିପାରିବେ। ତାଙ୍କ ନାଁ ହେଉଛି କ'ଣ ଆଜ୍ଞା? ୱାଟର ୱେଗ୍ନରକୁ କେମିତି ଡକାଯିବ? ଯୁଆଡ଼େ ଦେଖିଲେ ମାନେ ରୁଷୀୟ ସୈନ୍ୟ ଢୋଢା ଗୁଳି ଫୁଟୁଛି, ଏ ଯେଉଁ ଏମିତି ଗୁଳି ବର୍ଷଣ ସମୟରେ ସେ ଆସିବେ କେମିତି? ବହୁତ କଷ୍ଟ ଜଣେ ସୈନ୍ୟକୁ ପଠାଗଲା। ସେ ସୈନ୍ୟ ଅତୀବ କଷ୍ଟରେ ତାଙ୍କୁ ଧରିକି ଆସିଛନ୍ତି। ଆସିବା ପରେ କିନ୍ତୁ ହଠାତ୍ ଦେଖାଗଲା ଯେ ସେ ଯେଉଁ ୱେଗ୍ନର ତାଙ୍କ ସାଥିରେ ଆଣିବା ପାଇଁ ଭୁଲି ଯାଇଛନ୍ତି ମ୍ୟାରେଜ ସାର୍ଟିଫିକେଟ୍କୁ। ଯେଉଁ ମ୍ୟାରେଜ ବଣ୍ଡ ବୋଲି ଆମେ କହୁଛେ, ସେ ମ୍ୟାରେଜ ସାର୍ଟିଫିକେଟ୍କୁ ଉଭୟ ଖ୍ରୀଷ୍ଟିଆନ ରୀତିନୀତି ଅନୁସାରେ ଯେଉଁ ଦସ୍ତଖତ କରିବେ, ଇଏ ସ୍ୱାମୀ ଇଏ ସ୍ତ୍ରୀ, ଉଭୟଙ୍କୁ ଅମକ ସାକ୍ଷୀଙ୍କ ମାଧ୍ୟମରେ ସ୍ୱାମୀ ସ୍ତ୍ରୀ ଭାବରେ ସ୍ୱୀକୃତି ପ୍ରଦାନ କଲେ ବୋଲି ସେଇ ମ୍ୟାରେଜ ବଣ୍ଡ ବା ମ୍ୟାରେଜ ସାର୍ଟିଫିକେଟ୍ ପାଇଁ ଭୁଲି ଯାଇଛନ୍ତି। ପୁଣି ତାଙ୍କୁ କୁହାଗଲା ତୁମେ ଯାଇକି ଆଣ। ୱେଗ୍ନର ପ୍ରଭୁଭକ୍ତ ଥିଲେ, ମାନେ ପ୍ରଭୁଭକ୍ତ ମାନେ କ'ଣ? ହିଟଲରଙ୍କୁ ବହୁତ ଭଲ ପାଉଥିଲେ, ହିଟଲର ମାନୁଥିଲେ। ସେ ଗଲେ, ଯାଇକି ଆଣିଛନ୍ତି ଏବଂ 28 ଅପ୍ରିଲ 1945 ମସିହା ରାତି ବିବାହ କରିବାର କାର୍ଯ୍ୟ ରାତି 12ଟା ହେଲା ପରେ ତମେ 29 ତାରିଖ ବୋଲି କହିବା ନା। ଦେଖନ୍ତୁ ଆଜ୍ଞା, 29 ତାରିଖ ବୋଲି କହିବା କଥା, କିନ୍ତୁ ସେଦିନ ହେଇପାରିଲା ନାହିଁ। ତେଣୁ ରାତି 12:25 ହୋଇଯାଇଛି। କେଉଁଦିନ? ତା ପରଦିନ 29 ତାରିଖ ଦିନ ସମସ୍ତ ପ୍ରସ୍ତୁତି ସରିଛି। ସେହିଦିନ ବଙ୍କରରେ ଯେଉଁମାନେ ଥିଲେ, ଧରନ୍ତୁ ଆମର ଯେଉଁ ତାଙ୍କର 2 ଜଣ ସେନାପତି ଥିଲେ, ଜଣେ ନର୍ସ ଥିଲେ ତାଙ୍କର ଯେଉଁ ସେବା ଶୁଶ୍ରୂଷା କରିବା ପାଇଁ, ତାଙ୍କର ଟେଲିଫୋନ୍ ଅପରେଟର ଯେଉଁ ଥିଲେ, ଏମାନଙ୍କ ଉପସ୍ଥିତିରେ 29 ତାରିଖ ଦିନ ବିବାହର ଆୟୋଜନ କରାଯାଇଛି। ଗୋଟେ ଛୋଟକାଟିଆ ପାର୍ଟି ମଧ୍ୟ କରାଯାଇଛି, ଗୋଟେ ଟି ପାର୍ଟି ବା ସାମ୍ପେନ୍ ପାର୍ଟି କରାଯାଇଛି। ରାତି ହେଇଯାଇଛି କିନ୍ତୁ 12:25। ତେଣୁ ରାତି 12:25 ଯେତେବେଳେ ହେଇଯାଇଛି, ଜଣେ କହିଛନ୍ତି ଯେ ଡେଟ୍ ପକାଯାଉ 30 ଅପ୍ରିଲ 1945 ବୋଲି, କିନ୍ତୁ ସେତେବେଳେ ଡେଟ୍ ଅଲରେଡ଼ି ଲେଖା ହେଇଗଲାଣି ଯେ 29 ତାରିଖ 1945 ମସିହା। ସେ ଯାହା ହେଉ, ମରିବେ ତ ଅତି ଶୀଘ୍ର ସେମାନେ ମରିଯିବେ ନା। କେବଳ ଗୋଟେ ଇତିହାସକୁ ସମ୍ମାନ ଦେବା ପାଇଁ ଉଭୟଙ୍କୁ ସ୍ୱାମୀ ସ୍ତ୍ରୀ ହିସାବରେ ଗ୍ରହଣ କରିବା ପାଇଁ ଯାଉଛନ୍ତି। ତେଣୁ ଦେଖନ୍ତୁ ଆଜ୍ଞା, କ'ଣ ହେଇଛି? ମ୍ୟାରେଜ ସାର୍ଟିଫିକେଟ୍ ଦେଖନ୍ତୁ। ଏଠି ବର୍ତ୍ତମାନ ମୁଁ କହିବି ଯେ ହିଟଲରଙ୍କୁ, ପାଷାଣ ହୃଦୟର ବ୍ୟକ୍ତିତ୍ୱ ହିଟଲରଙ୍କୁ ଇଭା ବ୍ରାଉନ୍ ଜଣେ ନାରୀ କେତେ ଭଲ ପାଉଥିଲେ। ଦେଖନ୍ତୁ ଆଜ୍ଞା, ଏଠି ଏଇ ଭିଡ଼ିଓ ବନେଇବାର ଉଦ୍ଦେଶ୍ୟ ହେଲା ନାରୀର ଅନ୍ୟ ନାମ ହେଉଛି ବିଶ୍ୱାସ। ନାରୀର ଅନ୍ୟ ନାମ ବିଶ୍ୱାସ। ଈଶ୍ୱରଙ୍କ ସୃଷ୍ଟିର ଏକ ଅନବଦ୍ୟ ସମ୍ଭାର ହେଉଛି ନାରୀ। ନାରୀ କେଉଁଠି ବିଶ୍ୱାସ ଘାତିନି ହେଇଛି ବା ହେଉଛି ବା ହେବ, ତାହା ଇତିହାସରେ ବହୁତ କମ୍ ଉଦାହରଣ ଅଛି। ପୁରୁଷ ତୁଳନାରେ ନାରୀ ଏକ ବିଶ୍ୱାସଘାତିନୀ ବୋଲି ଏମିତି ଉଦାହରଣ ଇତିହାସର 100 ପୃଷ୍ଠା ମଧ୍ୟରେ ଗୋଟିଏ ପୃଷ୍ଠା ଥିବ। ଅତି କିଞ୍ଚିତ ଉଦାହରଣ, ଅତି କମ୍ ଉଦାହରଣ। ତାର ଏକ ଜ୍ୱଳନ୍ତ ପ୍ରତୀକ
ମୂର୍ତ୍ତିମନ୍ତ ପ୍ରତୀକ ହେଉଛନ୍ତି ଇଭା ବ୍ରାଉନ୍, ଯିଏ କହିଲେ ମ୍ୟାରେଜ୍ ସାର୍ଟିଫିକେଟ୍ ମଧ୍ୟ ଆଉ ସାକ୍ଷୀ ତ ବନେଇବେ ନା। ଏଡଲ୍ଫ ହିଟଲର ଗୋବେଲ୍ସ ମାନେ ବୋର୍ମେନ୍ ଗୋବେଲ୍ସ, ବାରମ୍ବାର ନାଁଟି ମୁଁ କହି ରଖୁଛି। ଏଡଲ୍ଫ ହିଟଲର ନିଜର ମ୍ୟାରେଜ୍ କରୁଛନ୍ତି ତାଙ୍କ ଇଭା ବ୍ରାଉନ୍କୁ, ତାଙ୍କର ସାକ୍ଷୀ ହିସାବରେ ଖ୍ରୀଷ୍ଟିଆନ ରୀତିନୀତି ଅନୁସାରେ ଜଣେ ସାକ୍ଷୀ ରହିବେ, ବୋର୍ମେନ୍ ଗୋବେଲ୍ସକୁ ସେ ନିଜର ସାକ୍ଷୀ ବନେଇଲେ। ଆଉ ଇଭା ବ୍ରାଉନ୍ ତାଙ୍କର ସ୍ତ୍ରୀ, କାହା ସ୍ତ୍ରୀ? ଗୋବେଲ୍ସଙ୍କର ସ୍ତ୍ରୀ ମାଗ୍ଦା ଗୋବେଲ୍ସଙ୍କୁ ନିଜର ସାକ୍ଷୀ ବନେଇଛନ୍ତି। ଉଭୟଙ୍କର ଦସ୍ତଖତ କରିଛନ୍ତି ଏବଂ ଏଇଠି ଗୋଟିଏ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ଘଟିଛି, ଯାହା ଯେଡ଼େ ବଡ଼ ନିଷ୍ଠୁର ହୃଦୟର ବ୍ୟକ୍ତିତ୍ୱ ଆଖିରେ ଲୁହ ଆଣିଦେବ। ଦେଖନ୍ତୁ, ଲେଖୁ ତ ଅଭ୍ୟାସ ହେଇଛି ନା, ଇଭା ବ୍ରାଉନ୍ ଲେଖିବାର ଅଭ୍ୟାସ ହେଇଛି। ତାହେଲେ ଦସ୍ତଖତ କଲେ ସେ ଇଭା ବ୍ରାଉନ୍ ବୋଲି ଦସ୍ତଖତ କରିଦେଇଛନ୍ତି, ବି ଲେଖିଦେଇଛନ୍ତି। କିନ୍ତୁ ହଠାତ୍ ତାଙ୍କ ହାତ ଅଟକି ଯାଇଛି। ଇଭା ଲେଖିବା ପରେ ଯେଉଁ ବି ଲେଖିଥିଲେ ବ୍ରାଉନ୍ ଲେଖିବା ପାଇଁ, ସେ ବିକୁ ସେ କାଟିଛନ୍ତି, ମାନେ ପେନ୍ରେ ତାକୁ ଲିଭେଇଛନ୍ତି, କାଟିକି ତାକୁ ବ୍ରାଉନ୍ ନ ଲେଖି ସେ ଲେଖିଛନ୍ତି ଇଭା ହିଟଲର ବ୍ରାଉନ୍ ଲେଖିଛନ୍ତି। ଏଥିରୁ ସ୍ପଷ୍ଟ ଅନୁମେୟ ହୁଏ ନାରୀ ନିଜର ମନ ଦେଇଥିବା ପୁରୁଷକୁ ଅନ୍ତିମ ପର୍ଯ୍ୟାୟ ପର୍ଯ୍ୟନ୍ତ କେତେ ଯେ ଭଲ ପାଏ, ନିଜର ଜୀବନକୁ ବାଜି ଲଗାଇ ଦେଇପାରେ, ତାହା ଏଥିରୁ ସ୍ପଷ୍ଟ। ସେଥିପାଇଁ ତ ଏ ଭିଡ଼ିଓ ମୁଁ ପ୍ରସ୍ତୁତ କରିଛି ଆଜ୍ଞା। ଏ ଭିଡ଼ିଓ ପ୍ରସ୍ତୁତ କରିବାର ଉଦ୍ଦେଶ୍ୟ ହେଉଛି, ବିଶ୍ୱାସ ହେଉଛି ଏମିତି ଏକ ଅଦ୍ଭୁତ ଜିନିଷ ଆଜ୍ଞା। ଜିନିଷ ତ କହିହେବନି, ବିଶେଷ କରି ଆମେ ଦେଖୁଛୁ ନା, ହାତ ଧରି ପାରୁଛେ ନା, ଏହା ଏକ ଅଦ୍ଭୁତ। ଆକୁ କ'ଣ ବୋଲି କହିବା? ଆପଣମାନେ କମେଣ୍ଟ ସେକ୍ସନ୍ ଲେଖନ୍ତୁ। ବିଶ୍ୱାସକୁ କ'ଣ କହିବା? ଜିନିଷ କହିବା? ବିଶ୍ୱାସକୁ ସମ୍ଭାର କହିବା? ବିଶ୍ୱାସକୁ କ'ଣ କହିବା? ନା ଏକ ଆଦାନ ପ୍ରଦାନର ମନୋଭାବ ବୋଲି କହିବା? କ'ଣ ବୋଲି କହିବା? ସେମିତି ଏକ ସମ୍ଭାରକୁ ଇଭା ବ୍ରାଉନ୍ ହିଁ ଶେଷ ପର୍ଯ୍ୟାୟରେ ଲିପିବଦ୍ଧ କରିଛନ୍ତି ଇତିହାସରେ। ଆଉ ଇଭା ହିଟଲର ଲେଖିଛନ୍ତି, ଇଭା ହିଟଲର ବ୍ରାଉନ୍ ଲେଖି ସେ ରଖିଛନ୍ତି। ତାପରେ ତାପରଦିନ ସକାଳ ପାଇଛି ଆଜ୍ଞା, ଗୋଟେ ଟି ପାର୍ଟି କରିଛନ୍ତି। ହିଟଲର ତାଙ୍କ ସ୍ତ୍ରୀ ବହୁତ ସାମ୍ପେନ୍ ପିଇଛନ୍ତି ଏବଂ ସାମ୍ପେନ୍ ପିଇବା ପରେ ସକାଳ ପାଇଛି। ସକାଳେ ମଧ୍ୟ ଗୋଟେ ଛୋଟକାଟିଆ ପାର୍ଟିର ଆୟୋଜନ ହୋଇଛି ସେ ବଙ୍କର ମଧ୍ୟରେ। ସମସ୍ତେ ଖାଇ ବହୁତ ଜୋରସୋରରେ ହସଗମାତ କରିଛନ୍ତି। ଯେତେବେଳେ ଦିନ ଠିକ୍ ଗୋଟାଏ ହେଲା, ହିଟଲର ତାଙ୍କ ସ୍ତ୍ରୀଙ୍କ ସହ, ମାନେ ଇଭା ବ୍ରାଉନ୍ଙ୍କ ସହ ଗୋଟିଏ ସେ ରୁମ୍ରୁ ବାହାରି ବର୍ତ୍ତମାନ ଯେଉଁ ଛିଡ଼ା ହୋଇଥିଲେ ତାଙ୍କର ସବୁ ସେନାପତି, 2 ଜଣ ନର୍ସ, ତାଙ୍କର ଯେଉଁ ନିରାମିଷ ଖାଉଥିବା ରୋଷେଇଆ, ଏ ସମସ୍ତଙ୍କୁ ଯାଇ ହ୍ୟାଣ୍ଡସେକ୍ କଲେ। ହ୍ୟାଣ୍ଡସେକ୍ କରିବା ପରେ କହିଲେ, ମୋତେ ମୋ ସ୍ତ୍ରୀଙ୍କୁ ଆପଣମାନେ ବିଦାୟ ଦିଅନ୍ତୁ। ଆପଣମାନଙ୍କ ନିକଟରେ ମୁଁ ତ ମରିଯାଉଛି ବର୍ତ୍ତମାନ, କିନ୍ତୁ ଆପଣମାନଙ୍କ ନିକଟରେ ମୁଁ ଚିର ଋଣୀ ଯେ ଆପଣମାନେ ମୋର ସମସ୍ତ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରି ଆଜି ପର୍ଯ୍ୟନ୍ତ ମୋର ଇଜ୍ଜତକୁ ଆପଣ ରକ୍ଷା କରିଛନ୍ତି। ସମସ୍ତେ ନିର୍ବାକ ଦୃଷ୍ଟିରେ ଚାହିଁଛନ୍ତି। ଏହି ସମୟରେ ହଠାତ୍ କ'ଣ ଦେଖନ୍ତୁ ଆଜ୍ଞା, କେମିତି ହିଟଲର କେତେ ସ୍ୱାଭିମାନୀ ଥିଲେ, ନିଷ୍ଠୁର ଥିଲେ, ଏକ ନର୍କଗାମୀ ପୁରୁଷ, ତାହା ଠିକ୍ ଇତିହାସ କହୁଛି ଯେ ସେମିତି ପୁରୁଷ ଆଉ ଜନ୍ମ ନ ହୁଅନ୍ତୁ। ହଁ ଆଜ୍ଞା, କିନ୍ତୁ ଦେଖନ୍ତୁ କେତେ ସ୍ୱାଭିମାନୀ ଥିଲେ, ନିଜର ଜାତିକୁ ବଞ୍ଚାଇବା ପାଇଁ, ଜାତିର ଇଜ୍ଜତକୁ ବଞ୍ଚାଇବା କେତେ ସ୍ୱାଭିମାନୀ ଥିଲେ ତାହା ଦେଖନ୍ତୁ। ଜଣେ ନର୍ସ ଯିଏ ହିଟଲରଙ୍କୁ ବହୁତ ଭଲ ପାଉଥିଲା ମାନେ କ'ଣ, ନିଜର ବାପା କି ଭାଇ କି ବନ୍ଧୁ ଯେମିତି ଭଲ ପାଆନ୍ତି ସେମିତି ଭଲ ପାଉଥିଲା, ଯିଏ ଅତି ବିଶ୍ୱସ୍ତ ଥିଲେ, ସେ ନର୍ସ ଜଣକ କାନ୍ଦି ହିଟଲରଙ୍କୁ ଶେଷ ମୁହୂର୍ତ୍ତରେ ଗୋଟେ କଥା କହିଛି ଯେ, ଇଭା ବ୍ରାଉନ୍ଙ୍କୁ ଆଉ ହିଟଲରଙ୍କୁ ମୁଁ କହୁଛି, ଆପଣମାନେ ଶୁଣନ୍ତୁ, ଶେଷ ପର୍ଯ୍ୟନ୍ତ ମଧ୍ୟ ଆମେ ଆପ୍ରାଣ ଚେଷ୍ଟା କରିବା, ଟିଲ୍ ଦ ଏଣ୍ଡ ଅଫ୍ ଆୱାର ଲାଇଫ୍ ୱିଲ୍ ଟ୍ରାଏ ଆୱାର ବେଷ୍ଟ ଟୁ ସେଭ୍ ଅସ୍। ଜୀବନର ଅନ୍ତିମ ପର୍ଯ୍ୟାୟ ପର୍ଯ୍ୟନ୍ତ ଆମେ ଆପ୍ରାଣ ଚେଷ୍ଟା କରିବା ଏ ବଙ୍କର ମଧ୍ୟରେ ନିଜକୁ ବଞ୍ଚିବା ପାଇଁ। ଆପଣ କାହିଁ କହୁଛନ୍ତି ଆତ୍ମହତ୍ୟା କରିବେ ବୋଲି? ଦୟା କରନ୍ତୁ, ପ୍ଲିଜ୍ ମୋ କଥା ମାନନ୍ତୁ। ହିଟଲର ଜବାବ କ'ଣ ଜାଣିଛନ୍ତି ଆଜ୍ଞା? ହିଟଲର କହିଲେ, ତୁମେ ଯଦି ମୋତେ ଉପଦେଶ ଦେଉଛ, ମୁଁ ତୁମକୁ ଗୋଟିଏ ଉପଦେଶ ଦେଉଛି, ଯଦି ତୁମେ ମୋତେ ପ୍ରକୃତରେ ଭଲ ପାଉଛ, ଭାଇ ହିସାବରେ ଭଲ ପାଉଛ କି ମୋର ପ୍ରଭୁ ହିସାବରେ, ମାନେ ମାଲିକ ହିସାବରେ ଭଲ ପାଉଛ, ଭଗବାନ ଜାଣନ୍ତି। ଯଦି ପ୍ରକୃତରେ ଭଲ ପାଉଥିବ, ଏ ଜର୍ମାନ ଜାତିକୁ ଭଲ ପାଉଥିବ, ତାହେଲେ ମୁଁ ତ ମରିବି ହିଁ ମରିବି, ବର୍ତ୍ତମାନ ସ୍ଥିର ହୋଇସାରିଲାଣି। ମୁଁ ମରୁ ତୁମେ ମଧ୍ୟ ଆତ୍ମହତ୍ୟା କରି ମରିଯିବ। ଦେଖନ୍ତୁ ଆଜ୍ଞା, କାରଣ ହିଟଲର ଚାହୁଁନଥିଲେ ଯେ ମୁଁ ମରିବା ପରେ ମୋର ସ୍ତ୍ରୀ, ମୋର କୌଣସି ପେଶାଦାର ବିଶ୍ୱସ୍ତ ଭୃତ୍ୟଙ୍କୁ ରୁଷୀୟ ସୈନ୍ୟମାନେ ଅକଥନୀୟ ଅତ୍ୟାଚାର କରି ସର୍ବସମ୍ମୁଖରେ ମାରନ୍ତୁ, ମାରିବା ପରେ ମଧ୍ୟ ତାଙ୍କ ଶବକୁ ଅସମ୍ମାନିତ ନ କରନ୍ତୁ। ଜର୍ମାନ ଜାତିର ଦ୍ୱାହୀ, ଜର୍ମାନୀ ଜାତିର ସମୁଜ୍ଜଳ ଭବିଷ୍ୟତ ପାଇଁ ତାଙ୍କର ଏ ଗୋଟିଏ ବାଣୀ ହିଁ ଥିଲା ଯେ, ଆମେ ମରିବା ପଛେ ଶତ୍ରୁ ଆଗରେ ମୁଣ୍ଡ ନୁଆଇବା ନାହିଁ।
ଦେଖନ୍ତୁ ଆଜ୍ଞା ଠିକ୍ 1:30 ଇଭା ବ୍ରାଉନଙ୍କର ହାତ ଧରିଛନ୍ତି କିଏ? ହିଟଲର। ବିବାହ ସମୟରେ ଯେତେବେଳେ 29 ରାତିରେ ଯେତେବେଳେ ବିବାହ ହେଲା, ବିବାହ ସମୟରେ ହିଟଲର ପସନ୍ଦ କରୁଥିବା ଗାଢ଼ କଳା ରଙ୍ଗର ଡ୍ରେସ୍, ଧଳା ରଙ୍ଗର ଗୋଟେ ସଫେଦ ଗୋଲାପ ଇଭା ବ୍ରାଉନଙ୍କର ଛାତିରେ ଲଗାଯାଇଥିଲା। ବର୍ତ୍ତମାନ ମରିବା ପାଇଁ ଯେତେବେଳେ ଯାଉଛନ୍ତି ଉଭୟ, ଇଭା ବ୍ରାଉନ ହିଟଲରଙ୍କୁ ପଚାରୁଛନ୍ତି ତୁମର ପସନ୍ଦର ଡ୍ରେସ୍ କ'ଣ ହେବ? ନା ଗାଢ଼ ନୀଳ ରଙ୍ଗର ଗୋଟିଏ ତୁମେ ପୋଷାକ ପିନ୍ଧ, ଗାଉନ ପିନ୍ଧ। ସେଇ ଗାଢ଼ ନୀଳ ରଙ୍ଗର ପୋଷାକ ପିନ୍ଧିଛନ୍ତି। ଆଜ୍ଞା ଏମିତି ଅବଦାନ, ଜଣେ ମହିଷୀ ମହିଳା ଏମିତି ଏମିତି ଗୋଟେ ପୁରୁଷ ବନ୍ଧୁଙ୍କୁ ସାଥ ଦେଉଛି। ଆପଣମାନେ କଳ୍ପନା କରୁଛନ୍ତି ତ, ଯେଉଁମାନେ ମୋର ଏଇ ଭିଡ଼ିଓ ଦେଖୁଛନ୍ତି, ଭାବନ୍ତୁ ଆପଣ ନିଜେ ସେଇ ଭାବରେ ପାଲଟି ଯାଆନ୍ତୁ। ପାଖରେ ଠିଆ ଅଛନ୍ତି ଆପଣଙ୍କର ସ୍ୱାମୀ, ଯେ ସ୍ୱାମୀ ଯୋଗୁଁ ଆପଣଙ୍କର ବର୍ତ୍ତମାନ ସର୍ବସ୍ୱ ଶେଷ ହେବା ପାଇଁ ଯାଉଛନ୍ତି, କାରଣ ସ୍ୱାମୀ ମଲା ମାନେ ଆପଣ ହିଁ ମରିବେ। ସେତେବେଳେ ପରିଶେଷରେ ଆପଣ ପଚାରୁଛନ୍ତି, ହେ ସ୍ୱାମୀ ଦେବତା ବା ହେ ମୋର ପ୍ରେମିକ, କୁହନ୍ତୁ ମୁଁ କେଉଁ ଡ୍ରେସ୍ରେ ଯାଇକି ପିନ୍ଧିକି ଆପଣଙ୍କ ହାତରେ ମରିବି? କଳ୍ପନା କରୁଛନ୍ତି ଆଜ୍ଞା? ଫେର ସେ ପାଶ୍ଚାତ୍ୟ ସଂସ୍କୃତିର ଝିଅ, ଆମେରିକାନ ଝିଅ ଭଳିଆ, ଯିଏକି ପୋଡ଼ା ସିଗାରେଟକୁ ଫୋପାଡ଼ିଲା ଭଳିଆ ପ୍ରେମିକା ଫୋପାଡ଼ି ଦେ ପ୍ରେମିକକୁ ଡଷ୍ଟବିନ୍କୁ, ପ୍ରେମିକ ଫୋପାଡ଼ି ଦେ ପ୍ରେମିକାକୁ ଗର୍ଭପାତ ପରେ ସେହି ସଂସ୍କୃତିରେ ବଢ଼ିଥିବା, ସେହି ପାଣି ପବନରେ ବଢ଼ିଥିବା ଇଭା ବ୍ରାଉନ କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ଥିଲେ ସେହି ସଂସ୍କୃତି ଠାରୁ। ସେ ଆଜିର ଭିଡ଼ିଓ ବନେଇଛି କେବଳ ଏଥିପାଇଁ ଯେ ନାରୀ ହେଉଛି ଈଶ୍ୱରଙ୍କର ଅନବଦ୍ୟ ସମ୍ଭାର, ନାରୀର ଅନ୍ୟ ନାମ ହେଉଛି ବିଶ୍ୱାସ। ନାରୀର ପ୍ରତିଟି ଅବଦାନକୁ ଆଜ୍ଞା କେହି ଚିହ୍ନି ନାହାନ୍ତି, ଚିହ୍ନି ପାରିବେ ନାହିଁ। ଅଛନ୍ତି ଅନେକ ବିକଳାଙ୍ଗ ନାରୀ ଅଛନ୍ତି, କିନ୍ତୁ ସେ ନାରୀଙ୍କ ତୁଳନାରେ ଯେଉଁମାନେ ସେ ଆମର ଇତିହାସର ରାଣୀ ଝାନ୍ସୀବାଇ ହୁଅନ୍ତୁ, ଝଲକାରୀ ହୁଅନ୍ତୁ, ବା ଏମିତି ଅନେକ ମହିଷୀ ମହିଳା, ବେଦ ପୁରାଣରେ ଯେଉଁ ସଂଘମିତ୍ରା, ଲୋପାମୁଦ୍ରା, ଯେଉଁମାନଙ୍କ ନାଁ ଆଜି ମଧ୍ୟ ଗୁଞ୍ଜରି ଉଠେ ଇତିହାସରେ, ସେଭଳି ନାରୀମାନଙ୍କୁ ଆପଣ ଚିହ୍ନି ପାରିବେ ନାହିଁ ଆଜ୍ଞା। ନାରୀ ହେଉଛି ଏକ ଅଦ୍ଭୁତ ସମ୍ଭାର, ଯାହାକୁ ଚିହ୍ନିବା ଭାରି କଷ୍ଟ। କେଉଁଠି ସେ ଜୀବନକୁ ବାଜି ଲଗାଇ ଦିଏ ପୁରୁଷ ପାଇଁ। ସେମିତି ଇଭା ବ୍ରାଉନ କହିଛନ୍ତି, କେଉଁ ରଙ୍ଗର ଡ୍ରେସ୍ ପୋଷାକ ପିନ୍ଧିବି କୁହନ୍ତୁ, କେଉଁ ଡ୍ରେସ୍ ପିନ୍ଧିବି? ମରିବା ତ ବର୍ତ୍ତମାନ ମିଶିକି ମରିବା ନା। ଏବେ ମଧ୍ୟ ପୁଣି ଶେଷରେ ହିଟଲର କହିଲେ, ଏବେ ମଧ୍ୟ ଇଭା ସମୟ ଅଛି, ନାଉ ଅଲସୋ ହ୍ୟାଭ୍ ଟାଇମ୍। ତୁମେ ଚାହିଁଲେ, ତୁମକୁ କେହି ଜାଣିନାହାନ୍ତି ତୁମେ ମୋର ସ୍ତ୍ରୀ ବୋଲି, ସମସ୍ତେ ଜାଣିଛନ୍ତି, ପୃଥିବୀ ଜାଣିଛି ତୁମେ ମୋ ତଳେ 16 ବର୍ଷ ରହିଛ, କିନ୍ତୁ ସ୍ୱାମୀ ସ୍ତ୍ରୀ ନୁହେଁ, ତୁମେ ମୋର ଭୃତ୍ୟ ହିସାବରେ ଥିଲେ ବୋଲି ଜାଣିଛନ୍ତି ସମସ୍ତେ। ତୁମେ ଚାଲିଯାଅ, ତୁମକୁ କେହି ଫାଶୀ ଦେବେନି, ତୁମକୁ କେହି ଅପମାନିତ କରିବେନି, ତୁମେ ୱାର୍ ପ୍ରିଜନର ହେବ ନାହିଁ। ୱାର୍ ପ୍ରିଜନର ତୁମକୁ କରାଯିବ ନାହିଁ, ତୁମେ ଯାହାରି। ଏ କହିଲେ ଅସମ୍ଭବ କଥା। ହିଟଲର ଯେତେବେଳେ ସାଧାରଣ ପୁରୁଷ ଥିଲେ, ତାଙ୍କୁ ମୁଁ ଛାଡ଼ି ନଥିଲି। ହିଟଲର ଯେତେବେଳେ ରାଷ୍ଟ୍ରପତି ହୋଇ ସର୍ବେସର୍ବା ହେଲେ, ତାଙ୍କୁ ଛାଡ଼ି ନଥିଲି। ହିଟଲର ଆଜି ଗୋଟେ ପଳାତକ ହୋଇ ଲୁଚିକି ରହିଛନ୍ତି, ମାସେ ହେଲା ଏଇ ଗୁମ୍ଫା ମଧ୍ୟରେ, ଛାଡ଼ି ନଥିଲି। ଆଉ ମରଣ ପଥର ଯାତ୍ରୀ ହେଇକି ମୋର ସହଯାତ୍ରୀ ଛାଡ଼ିଦେବି କେମିତିକା? ସହଯାତ୍ରୀଙ୍କ ସହ ମୁଁ ସହଯାତ୍ରୀ ନି ହେବି। ତେଣୁ କେଉଁ ପୋଷାକ ପିନ୍ଧିବି କୁହନ୍ତୁ ଶୀଘ୍ର ମୋତେ, ସମୟ ନାହିଁ ହାତରେ। ସେଇଠି ବର୍ତ୍ତମାନ ପାଖି ଆସିଲାଣି, ଗୋଟେ କୋଳାହଳ ଶୁଭୁଛି, ଇଆଡ଼େ ଟ୍ରାନ୍ସମିଟର ବାଜୁଛି ଯେ ଆସିଗଲେଣି, ବଙ୍କର ମଧ୍ୟରେ ଅଳ୍ପ ସମୟରେ ପ୍ରବେଶ କରିଯିବେ ସୈନ୍ୟମାନେ, ରୁଷି ସୈନ୍ୟମାନେ। ତେଣୁ ପ୍ରଥମେ ସେ କହିଲେ, ତୁମେ ଗୋଟେ ଗାଢ଼ ନୀଳ ରଙ୍ଗର ପୋଷାକ ପିନ୍ଧ, ମୋର ଶେଷ ଖ୍ୱାଇଶ ଏଇଟା। ଆଉ ଗୋଟେ ବ୍ରାଉନ୍ ରଙ୍ଗର ଗୋଟେ ଭଲ ବୁଟ୍ ହଲଟେ ପିନ୍ଧ, ଆଉ ହାତରେ ହୀରା ଖଚିତ ଯେଉଁ ତୁମେ ପିନ୍ଧୁଥିଲ, ଯେଉଁ ନେକଲେସ୍ର ୱାଚ୍ ଭଳିଆ ଗୋଟେ ପିନ୍ଧୁଥିଲ, ହାତରେ ପିନ୍ଧୁଥିଲ, ସେଇ ୱାଚ୍ଟିକୁ ପିନ୍ଧ। ଡାଇମଣ୍ଡ ଦେଖିବା ପାଇଁ ଡାଇମଣ୍ଡ ନେକଲେସ୍ ଭଳିଆ ଲାଗୁଥିଲା, ହାତରେ ସେ ୱାଚ୍ କରି ପିନ୍ଧୁଥିଲେ, ତାକୁ ପିନ୍ଧ। ଏତକ ପିନ୍ଧି ବର୍ତ୍ତମାନ ଠିକ୍ ଦିନ 1:45 ମଧ୍ୟରେ ସେମାନେ ତାଙ୍କର ଯେଉଁ ରୁମ୍ ଥିଲା ସେ ରୁମ୍ ଭିତରେ ପ୍ରବେଶ କଲେ, ବଙ୍କର ରୁମ୍ ଭିତରେ ପ୍ରବେଶ କଲେ। ଏବଂ କୁହାଗଲା ଯେ ତୁମେମାନେ ଆମେ ମରିବାର ଠିକ୍ 10 ମିନିଟ୍ ମଧ୍ୟରେ, ଶତ୍ରୁମାନେ ଛୁଇଁବା ପୂର୍ବରୁ ହିଁ ଆମକୁ ଜାଳି ପୋଡ଼ି ତୁମେ ଧ୍ୱଂସ କରିଦେବ। ଆଉ ମରିବା ପୂର୍ବରୁ ସେ ବ୍ଲଣ୍ଡି, ମାନେ ତାଙ୍କର ଯେଉଁ ପୋଷାକୁତିକୁ ଆଉ ଉଲ୍ଫର 4ଟି ସନ୍ତାନ, 6ଟି ଯାକ କୁକୁରକୁ ପୋଟାସିୟମ୍ ସାଇନାଇଡ୍ ଖୁଆଇ ଦେଇକି ମାରି ଦେଇଥିଲେ। ଯେତେବେଳେ ଖବର ଆସି ପହଞ୍ଚିଲା, ବର୍ତ୍ତମାନ ଦେଖନ୍ତୁ ଆଜ୍ଞା, ପାଷାଣ ହୃଦୟର ଜଣେ ବ୍ୟକ୍ତିତ୍ୱ, ଯିଏକି ଶୁଣିଲେ କୁକୁର ମରିଗଲା ବୋଲି ସେ ଆଉ ନିଜ ସ୍ତ୍ରୀ ସହ ବି କଥାବାର୍ତ୍ତା ବନ୍ଦ କରିଦେଇଛନ୍ତି। କେମିତି ଅଦ୍ଭୁତ ଲୋକ ଆଜ୍ଞା ଦେଖନ୍ତୁ। ଆରେ 60 ଲକ୍ଷ ମଣିଷକୁ, ନିରୀହ ମଣିଷକୁ ତୁମେ ମାରିଥିବା, ନିଷ୍ଠୁରତାର ସରହଦକୁ ତୁମେ ପାରି ହୋଇଥିବା ଜଣେ ଲୋକ, ତୁମେ ପୁଣି ଗୋଟେ କୁକୁର ପାଇଁ କାନ୍ଦୁଛ। କେତେ ହାସ୍ୟାସ୍ପଦ ଘଟଣା ଆଜ୍ଞା। ଇତିହାସ ତୁମକୁ ତ କେବେ କ୍ଷମା ଦେବ ନାହିଁ। ଇତିହାସକାରମାନେ ତୁମ ଉପରେ ସେ କଳା ଅକ୍ଷରରେ ତୁମ ନାଁକୁ ଲେଖିବେ, ସ୍ୱର୍ଣ୍ଣାକ୍ଷର ତୁମ ନାଁ ତ ଲିପିବଦ୍ଧ ହେବ ନାହିଁ। ତୁମେ ଏକ କଳଙ୍କମୟ ପୁରୁଷ, ତଥାପି
अंतिम अवस्था भारी करुणमय थिला आज्ञा हिटलर जो तानाशाह जार इंगितरे शह शह लक्ष लक्ष लोक मान गोटे गुली मार दिया गोटे ट्रिगार मार दिया सी बर्तमान देखो आज्ञा हाथ जड़े लिखिं इतिहास का रूम रे थिले से गोटे बही लिखिं द लास्ट मोमेंट ऑफ एडोल्फ हिटलर हिज डेथ लाइफ एंड हिज डेथ लिखिं देखु जे हिटलर 15 दिन हवा अच्छी आत्महत्या करने बाँ हाथ थरिबा आरंभ कला से जेते चेष्टा करते डाण हाथ से जो थरिबा हाथ को से मुठे धरिया धरी पार नुले आउ एते से मद्यपान करते जे घर भीतर चली पार नुले मात्र दिन को 3 घंटा शेष होते चलवा समय जो मद निशा छाड़ा एकदम चली पार नुले मद निशा चली पारे मद निशा छाड़ा घर भीतर जो टेबुल कि चेयर थिला ताको धरी धरी चलुले आज्ञा इतिहास पृष्ठ आम एतिक ही शिखा जे जेमिति करिवो से सेमिति ही फल पाइबो यू रिप एक्जाक्टली एज यू सो अन टू द लास्ट रे रस्किन बॉन्ड यह लिखिथिले महात्मा गांधी यह ही कही एथिपाई तो आज से पूजनीय ना महात्मा गांधी एथिपाई तो से आज इतिहास बक्षर अमर रही गले से कौन कर कौन ना से छाड़ी दिंतु कि इतिहास बक्षर महात्मा गांधी आज अमर रही गले एथिपाई जे तांकर गोटे बाणी थिला एंड्स एंड मीन्स थ्योरी जे मु मरीगले मध्य इंग्रेज मानू कहबी नहीं तुम मानू मारि ना तुम अत्याचार करके मो स्वाधीनता हासिल करी ना कारण अत्याचार परिणत ही अत्याचार हाँ आज्ञा ये बंद कर वीडियो को बहुत लंबा वीडियो हो गला आज्ञा देखु बर्तमान हिटलर आउ इभा ब्राउन पशुंट रूम भितर ठीक 3:30 मिनिट्रे गोटे गुली शब्द शुभिला एवं पोड़ा बादाम आम जो बादाम खाऊे जो चना चीना बादाम खाऊे ताको पोड़े जो बास्ना हम से बास्ना से रूम भितर आसला बारूद बास्ना आसी बाजिला तो समझ जानिले पोटासियम साइनाइड खाई इभा ब्राउन कारण पोड़ा बास्ना पोड़ा बादाम बास्ना हुए पोटासियम साइनाइड बास्ना होची पोड़ा बादाम बास्ना आउ बारूद बास्ना तो आप जानते हिट माने गुली कला माने बारूद बास्ना हम तेणु ढाईकिना आवाज शुभी 10 मिनिट पर्यटन समस्त निर्बाक देखो मरी जाते हिटलर को लोक मैंने सम्मानित करते अन्य मैंने घृणा करते कि निज लोक निज लोक मैंने के सम्मान करते गोटे मैंने अद्भुत इतिहास आज्ञा जर्मान इतिहास यह एक अद्भुत इतिहास अरे मरीगला सबको से मानुंट सैल्यूट मारुंट हिटलर कहते तुम्हें गुली शब्द शुणा मात्र तुम भितर पशब ना कि समय से जगी आज्ञा से भितर प्रवेश कर देखिले इभा ब्राउन सोफा उपरे चित हो पड़ी मरवा पूर्व बोधे से चेष्टा कर हिटलर आड़ हाथ बढ़े हिटलर बस हिटलर हाथ बढ़े बोधे कि हाथ पाई ना हाथ लगे हाथ बहुत चेष्टा कर कारण हाथ से उसारी हिटलर आड़ अच्छी से चित हो पड़ी हिटलर नाक आड़ू धूआं बाहर माने कान में गुली बाजी बाँ पट कान में गुली बाजी गुली कर से धूआं बाहर बोलते नाक आड़ू समझ जानिले बर्तमान मरीगले हाँ आज्ञा आज भिडियो एतिकी हिटलर आउ स्त्री इभा ब्राउन को जो पोषा कुकुर मान आगुरी नहीं पोड़ी देते पोषा कुकुर तो पोड़ी देते पोड़ी पोती देते जो ग्राउंड थिला से ग्राउंड बगीचा मध्य पोती देते बर्तमान इभा ब्राउन को आउ हिटलर को पेट्रोल डबा डबा ढाली सैन्य मान निया लगेले अति अल्प समय मध्य जो अधा पोड़ा होगा जो शरीर जानिले जे आमे आमर कर्तव्य कलु देखो ना सबको मध्य सम्मान दिया जे आम सेनापति आमे सेनापति आम राजा आमर महाराजा बा आमर मालिक कही मरवा पर मोर शब को तुम पाउंस कर बिंछीदेव ब्लंडी जो पोषा कुती पाखे बगीचा बिंछीदेव प्रत्येक गछर मूल बिंछीदेव एम ता करने पछे ना ही आज संदेश जे इभा ब्राउन होचंती नारीत्वर सतीत्व कहबी ना मु नारीत्व बोली कहबी आज्ञा सतीत्व नारीत्व भीतर प्रभेद कौन रहा से जो नारीत्वर नारी जातिर मौड़मणि नारी जातिर एक माने एक अमलिन प्रतीक अमलिन प्रतिभा से भली इभा ब्राउन अमलिन प्रतिभा महिषी महिला निकट में ये विद्याभारती स्टडी चैनल को मु सैल्यूट जनाई मोर आज ये वक्तव्य को ये समाप्त करुच्ची पिला माने कमेंट सेक्शन में जनइब